ଜଙ୍ଗଲର ଗୋଟିଏ ଗଛରେ ଟୁନି ଚଢ଼େଇ ତାର ଦୁଇ ଝିଅ ସହ ରହୁଥାଏ। ଆଉ ଏକ ଗଛରେ ରହୁଥାଏ ଗୋଟିଏ ଦୁଷ୍ଟ କାଳୁ କାଉ। ସେହି ଜଙ୍ଗଲର ରାଜା ଥାଆନ୍ତି ଚିଲ ମହାରାଜା। ଦିନେ ଚିଲ ମହାରାଜାଙ୍କ ପୁଅ ତାଙ୍କ ପାଖକୁ ଆସେ ଆଉ କୁହେ, ପାପା ପାପା, ମୁଁ ସବୁ ଫଳ ଖାଇସାରିଲିଣି, ହେଲେ ଗୋଟିଏ ଫଳ ଖାଇନି। ମତେ ସେ ଫଳ ଆଣିଦିଅ। ଅବଶ୍ୟ ଆଣିବା। ରାଜକୁମାର, କୁହ ସେ କେଉଁ ଫଳ? ସେ ଫଳର ନାଁ ହେଉଛି ଆପୁଲ। ମୁଁ ଆପୁଲ ଖାଇବି। ପାପା, ମତେ ଶୀଘ୍ର ଆଣିଦିଅ। ଠିକ ଅଛି ରାଜକୁମାର, ଶାନ୍ତ ହୁଅ। ସେନାପତି, ଯାଅ ଜଙ୍ଗଲରୁ ଏକ ଆପୁଲ ନେଇ ଆସ। ଆଜ୍ଞା ମହାରାଜ, ମୁଁ ଏବେ ଯାଉଛି। ତାପରେ ସେନାପତି ଜଙ୍ଗଲକୁ ଆପୁଲ ଖୋଜିବାକୁ ଯାଏ। ସେନାପତି ଜଙ୍ଗଲ ସାରା ଆପୁଲ ଖୋଜି ଖୋଜି ଥକିଯାଏ, ହେଲେ ତାକୁ ଗୋଟେ ବି ଆପୁଲ ମିଳେ ନାହିଁ। ସେ ରାଜମହଲକୁ ଫେରି ଆସେ। ମହାରାଜା, ମୁଁ ପୁରା ଜଙ୍ଗଲଟା ତନ୍ନ ତନ୍ନ କରି ଖୋଜିଲି, ହେଲେ କେଉଁଠି ବି ଗୋଟିଏ ଆପୁଲ ଗଛ ପାଇଲିନି। ଏହା ଶୁଣି ଚିଲ ମହାରାଜା ରାଗି ଯାଆନ୍ତି। କଣ କହିଲ ସେନାପତି? ସାରା ଜଙ୍ଗଲରେ ଗୋଟିଏ ବି ଆପୁଲ ଗଛ ନାହିଁ? ଏବେ ମୋ ପୁଅ କଣ ଖାଇବ? ସେ ଏ କଥା ଶୁଣିଲେ ତ ପୁରା ରାଗିଯିବ। ଏତିକି ବେଳେ ଛୋଟ ଚିଲ ରାଜକୁମାର ସେଠାକୁ ଚାଲି ଆସନ୍ତି। ପାପା ପାପା, ମୋ ଆପୁଲ କାଇଁ? ଦିଅ, ମୁଁ ଖାଇବି। ରାଜକୁମାର, ସେନାପତି ଜଙ୍ଗଲ ସାରା ଖୋଜିଲେ, ହେଲେ କେଉଁଠି ବି ସେ ଆପୁଲ ଗଛ ପାଇଲେନି। ଆମେ ଏବେ କଣ କରିବା? ଆଜି ତୁମେ ଖାଲି ଅନ୍ୟ ସବୁ ଫଳ ଖାଇ ରହିଯାଅ। ମୁଁ ଜାଣିନି ପାପା, ମୋର ଆପୁଲ ଦରକାର। ମତେ ତମେ ଆଣିଦିଅ, ନହେଲେ ମୁଁ ଏ ଘର ଛାଡି ପଳେଇବି। ସେନାପତି, ତୁମେ କିଛି ଗୋଟେ କର। ଦେଖୁଛ ତ ମୋ ପୁଅ କେମିତି ରାଗି ଯାଉଛି। ଠିକ ଅଛି ମହାରାଜ, ମୁଁ ଯାଉଛି ଜଙ୍ଗଲରେ ମାଇକରେ ଆନାଉନ୍ସ କରିଦେବି ନହେଲେ ଯେ ଆମ ରାଜକୁମାରଙ୍କର ଗୋଟିଏ ଆପୁଲ ଦରକାର। କେହି ନା କେହି ନିଶ୍ଚୟ ଗୋଟିଏ ଆପୁଲ ନେଇ ଆସିବ। ତେବେ ଆଉ ଡେରି କାହିଁ କରୁଛ ସେନାପତି? ଶୀଘ୍ର ଯାଅ, ମାଇକରେ କୁହ ଯେ ଚିଲ ରାଜକୁମାରଙ୍କୁ ଆପୁଲ ଯିଏ ଆଣିଦବ, ମହାରାଜା ତାକୁ ସ୍ୱର୍ଣ୍ଣ ମୁଦ୍ରା ଦେବେ। ଆଜ୍ଞା ମହାରାଜ, ମୁଁ ଏବେ ଯାଉଛି। ତାପରେ ସେନାପତି ମାଇକ ନେଇ ଜଙ୍ଗଲରେ ଆନାଉନ୍ସ କରିଦିଏ, ଶୁଣ ଶୁଣ ଶୁଣ, ଜଙ୍ଗଲର ମହାରାଜା ଚିଲଙ୍କର ପୁତ୍ର ଆପୁଲ ଖାଇବାକୁ ଚାହେଁ। ଯିଏ ଗୋଟିଏ ଆପୁଲ ଆଣି ଚିଲ ରାଜକୁମାରଙ୍କୁ ଖାଇବାକୁ ଦେବ, ମହାରାଜା ତାକୁ ସ୍ୱର୍ଣ୍ଣ ମୁଦ୍ରା ଦେବେ। ସେନାପତିର ଆନାଉନ୍ସକୁ ଶୁଣି ଟୁନି ଚଢ଼େଇର ଗୋଟିଏ ଝିଅ କୁହେ, ମାମା ମାମା, ଶୁଣିଲ ତ ସେନାପତି ଅଙ୍କଲ କଣ କହୁଛନ୍ତି? ମହାରାଜ କୁଆଡେ ସ୍ୱର୍ଣ୍ଣ ମୁଦ୍ରା ଦେବେ। ଚାଲ ରାଜମହଲକୁ ଯିବା ଆଉ ସ୍ୱର୍ଣ୍ଣ ମୁଦ୍ରା ନେଇ ଆସିବା। ଆରେ ବୋକି, ସ୍ୱର୍ଣ୍ଣ ମୁଦ୍ରା ସେ ସେମିତି ଦେଇଦେବେନି। ତୁ ଠିକରେ ଶୁଣ ସେ କଣ କହୁଛନ୍ତି। ଯିଏ ଚିଲ ରାଜକୁମାରଙ୍କୁ ଆପୁଲ ନେଇଦବ, ମହାରାଜ ତାକୁ ହିଁ ସ୍ୱର୍ଣ୍ଣ ମୁଦ୍ରା ଦେବେ। ତାହେଲେ ମାମା ଚାଲ, ଆମେ ଆପୁଲ ନେଇ ମହାରାଜାଙ୍କ ପାଖକୁ ଯିବା। ହେଲେ ଆମେ ଆପୁଲ କେଉଁଠୁ ଆଣିବା? ଆମ ଜଙ୍ଗଲରେ ତ ଗୋଟେ ବି ଆପୁଲ ଗଛ ନାହିଁ। ହେଲେ ମହାରାଜା ତ ଏକଥା ଜାଣିଥିବେ, ସେ ଏମିତି କଣ ପାଇଁ କହୁଛନ୍ତି? ଚାଲ ଆମେ ନହେଲେ ତାଙ୍କ ପାଖକୁ ଯିବା ଆଉ ଅସଲ ଘଟଣା କଣ ଜାଣିବା। ତାପରେ ଟୁନି ଚଢ଼େଇ ତା ଦୁଇ ଝିଅଙ୍କୁ ନେଇ ରାଜମହଲକୁ ଯାଏ। ଏପଟେ ମିଠି ଶୁଆ ମଧ୍ୟ ସେନାପତିର ଆନାଉନ୍ସକୁ ଶୁଣୁଥାଏ ଆଉ ସେ ମଧ୍ୟ ରାଜମହଲକୁ ଯାଏ। ଆରେ, ଏ ସେନାପତି କଣ କହୁଛି? ରାଜକୁମାରଙ୍କୁ ଆପୁଲ ଦେଲେ ସେ ସ୍ୱର୍ଣ୍ଣ ମୁଦ୍ରା ଦେବେ? ସାମାନ୍ୟ ଆପୁଲ ପାଇଁ ସ୍ୱର୍ଣ୍ଣ ମୁଦ୍ରା? ନା ନା, ଘଟଣାଟା କଣ ଜାଣିବାକୁ ପଡ଼ିବ। ଏହା କହି କାଳୁ କାଉ ମଧ୍ୟ ରାଜମହଲକୁ ଯାଏ। କିଛି ସମୟ ପରେ ରାଜମହଲରେ ସମସ୍ତେ ପହଞ୍ଚି ଯାଆନ୍ତି। ମହାରାଜ, ଘଟଣା କଣ? ଆପଣ ସାମାନ୍ୟ ଆପୁଲ ପାଇଁ ସ୍ୱର୍ଣ୍ଣ ମୁଦ୍ରା ଦେବେ? ଶୁଣ ଚଢ଼େଇମାନେ, ମୋର ଏକମାତ୍ର ପୁତ୍ର ଆପୁଲ ଖାଇବ ବୋଲି ଜିଦି କରୁଛି, ଆଉ ଆପୁଲ ନ ମିଳିବାରୁ ସେ ରାଗି ଯାଇଛି। ତୁମେମାନେ କିଛି ଗୋଟେ କର ଆଉ ମୋ ପୁଅକୁ ଗୋଟିଏ ଆପୁଲ ଆଣିଦିଅ।
ଆଉ ତା ବଦଳରେ ମୁଁ ତୁମମାନଙ୍କୁ ସ୍ୱର୍ଣ୍ଣ ମୁଦ୍ରା ଦେବି। ଏତିକି ବେଳେ ଚିଲ ରାଜକୁମାର ସେଠାକୁ ଚାଲି ଆସେ। ବାପା, ମୋ ଆପଲ୍ କାଇଁ? ତମେ ଏତେବେଳେ ଯାଏ ଆଣିନ? ଦେଖୁଛୁ ଟୁନି, ମୋ ପାଖରେ କୋଟି କୋଟି ଟଙ୍କା ଥାଇ ମଧ୍ୟ ମୁଁ ମୋ ପୁଅକୁ ଗୋଟିଏ ଆପୁଲ ଦେଇପାରୁନି। ମହାରାଜାଙ୍କ କଥା ଶୁଣି ଟୁନି ଚିଲ ରାଜକୁମାରକୁ ବୁଝାଇ କୁହେ, ଦେଖ ରାଜକୁମାର, ତୁମେ ବହୁତ ବଡ଼ ବଂଶର ପୁଅ। ତୁମକୁ ସବୁ କିଛି ସହଜରେ ମିଳିଯିବ। ହେଲେ ସବୁ ଜିନିଷ ସାଙ୍ଗେ ସାଙ୍ଗେ ମିଳିବା ସମ୍ଭବ ନୁହେଁ। କିଛି ଜିନିଷ ମିଳିବାର ଗୋଟେ ସମୟ ଥାଏ। ତୁମେ ଯଦି ମତେ 1 ମାସ ସମୟ ଦେବ, ତେବେ ମୁଁ ତୁମ ପାଇଁ ମୋ ଜମିରେ ଆପଲ୍ ଚାଷ କରିବି, ଆଉ ସେଥିରୁ ଆପଲ୍ ଆଣି ତୁମକୁ ଦେବି। ଟୁନିର ମିଠା ମିଠା କଥା ଶୁଣି ଚିଲ ରାଜକୁମାର କୁହେ, ଠିକ୍ ଅଛି ଆଣ୍ଟି, ତୁମ କଥା ବହୁତ ଭଲ ଲାଗିଲା। ମୁଁ ଆଉ ଜିଦି କରିବିନି। ମୁଁ ତୁମକୁ 1 ମାସ ସମୟ ଦେଲି। 1 ମାସ ପରେ ତୁମେ ମତେ ଆପଲ୍ ଆଣି ଦବ ତ? ଅବଶ୍ୟ ଦେବି ରାଜକୁମାର, ତୁମେ ଖାଲି ଅପେକ୍ଷା କର। ଆରେ ଟୁନି, ତୁ ତମ ପୁଅକୁ ବଢିଆ ଭାବେ ବୁଝେଇଦେଲୁ। ତତେ ଅନେକ ଅନେକ ଧନ୍ୟବାଦ। ଆରେ ହେଇ, ଏ ଟୁନି ତ ଭାରି ଚାଲାକି। ଏକା ଏକା ସବୁ ସ୍ୱର୍ଣ୍ଣ ମୁଦ୍ରା ନେଇଯିବାକୁ ବସିଛି ଆଉ। ମହାରାଜ, ମତେ ବି 1 ମାସ ସମୟ ଦିଅନ୍ତୁ। ମୁଁ ଆପଲ୍ ଚାଷ କରି ରାଜକୁମାରକୁ ଆଣିଦେବି। ଠିକ୍ ଅଛି କାଳୁ, ତୁ ଯଦି କହୁଛୁ ତାହେଲେ ମୋର ସେଥିରେ କିଛି ଆପତ୍ତି ନାହିଁ। ମହାରାଜ, ମୁଁ ବି ଆପଲ୍ ଚାଷ କରିବି। ଆଚ୍ଛା ହଉ, ଠିକ୍ ଅଛି। ତୁମେ 3 ଜଣ ଯାକ ଆପଲ୍ ଚାଷ କର। ଯାହାର ଆପଲ୍ ସବୁଠୁ ମିଠା ଲାଗିବ, ମୁଁ ତାକୁ ହିଁ ସ୍ୱର୍ଣ୍ଣ ମୁଦ୍ରା ଦେବି। ତାପରେ ସମସ୍ତେ ନିଜ ନିଜ ଘରକୁ ଫେରିଯାଆନ୍ତି। ଟୁନି ତା ପିଲାଙ୍କ ସହ ତା ଜମିକୁ ଯାଇ ଚାଷ କାମ ଆରମ୍ଭ କରିଦିଏ। ଶୁଣ ପିଲାମାନେ, ଆମକୁ ସାବଧାନ ହୋଇ ଆପଲ୍ ଚାଷ କରିବାକୁ ପଡ଼ିବ। ଯଦି ଠିକ୍ ସମୟରେ ଆପଲ୍ ନ ଫଳେ, ତେବେ ମହାରାଜା ଆମକୁ ଦଣ୍ଡ ଦେଇପାରନ୍ତି। ହେଲେ ମାମା, ଏବେ ତ ଆପଲ୍ ଫଳିବାର ଋତୁ ନୁହେଁ। ଆମେ କେମିତି ଚାଷ କରିବା? ତୁ ଠିକ୍ କହିଛୁ ଝିଅ। ସେଥିପାଇଁ ମୁଁ ଭାବିଛି 12 ମାସେ ଆପଲ୍ ଗଛ ଆଣି ଲଗେଇଦେବି। ସେଥିରେ ସବୁବେଳେ ଆପଲ୍ ହୁଏ। ଆମେ ବଜାରକୁ ଯାଇ 12 ମାସେ ଆପଲ୍ ମଞ୍ଜି ନେଇ ଆସିବା। ତାପରେ ସେମାନେ ବଜାରକୁ ଯାଆନ୍ତି ଆଉ ଆପଲ୍ ମଞ୍ଜି କିଣି ଆଣନ୍ତି। ଆଉ ସେ ମଞ୍ଜିକୁ ଜମିରେ ବୁଣି ଦିଅନ୍ତି। ତା ପରଦିନ ସକାଳୁ ଆସି ସେମାନେ ଦେଖନ୍ତି ତାଙ୍କ ଜମିରେ ଟିକି ଟିକି ଗଛ ଉଠି ଯାଇଛି। ସେମାନେ ସେଥିରେ ପାଣି ଦିଅନ୍ତି ଆଉ ସଠିକ୍ ନିୟମରେ ସାର ମଧ୍ୟ ଦିଅନ୍ତି। ଏପଟେ ମିଠି ଶୁଆ ମଧ୍ୟ ବଜାରରୁ ଆପଲ୍ ମଞ୍ଜି ଆଣି ତା ଜମିରେ ଚାଷ କରି ବୁଣି ଦିଏ। ସେ ମଞ୍ଜି ବୁଣି ସାରି ଘରକୁ ଚାଲିଯାଏ। ତା ପରଦିନ ଆସି ଦେଖେ ତା ଜମିରେ ଗଛ ସବୁ ଉଠି ଯାଇଛି। ଆରେ, ମୋ ଜମିରେ ତ ଗଛ ସବୁ ଉଠିଗଲାଣି। ଯାଉଛି, ଆଜି ଦିନ ସାରା ଏଥିରେ ପାଣି ଦେବି। ମୋ ଗଛ ଆଗ ବଡ଼ ହୋଇଯିବ, ଆଉ ସେଥିରେ ଆଗ ଆପଲ୍ ଫଳିବ, ଆଉ ମୁଁ ହିଁ ସ୍ୱର୍ଣ୍ଣ ମୁଦ୍ରା ପାଇବି। ମିଠି ତା ଗଛରେ ଦିନ ସାରା ପାଣି ଦେବାକୁ ଲାଗେ। ପାଣି ଦେଇ ଦେଇ ସନ୍ଧ୍ୟା ହୋଇଯାଏ, ଆଉ ସେ ଘରକୁ ଚାଲିଯାଏ। ତା ପରଦିନ ଆସି ଦେଖେ ତାର ସବୁ ଆପଲ୍ ଗଛ ଅଧିକ ପାଣି ଯୋଗୁଁ ଉପୁଡ଼ି ଯାଇଛି। ଏହା ଦେଖି ସେ ବହୁତ କାନ୍ଦେ। ଏପଟେ କାଳୁ କାଉ ମଧ୍ୟ ତା ଜମି ଚାଷ କରି ଆପଲ୍ ମଞ୍ଜି ବୁଣିଥାଏ, ଆଉ ଗଛ ବଡ଼ ହୋଇଗଲା ପରେ ସେଥିରେ ପାଣି ଦେଉଥାଏ। କିନ୍ତୁ ଗଛରେ ସାର ଦେବା କଥା ସେ ଭୁଲିଯାଏ। ଏମିତି କିଛି ଦିନ ବିତିଯାଏ। ଟୁନି ଓ ତାର ପିଲାମାନେ ତାଙ୍କ ଜମିକୁ ଆସି ଦେଖନ୍ତି ଗଛ ବଡ଼ ହୋଇ ସେଥିରେ ନାଲି ନାଲି ଆପଲ୍ ଫଳି ଯାଇଛି। ମାମା, ଆମ ଗଛରେ ଆପଲ୍ ଫଳି ଯାଇଛି। ଚାଲ, ଆକୁ ତୋଳି ନେଇ ରାଜକୁମାରଙ୍କୁ ଦେବା। ହଁ ପିଲାମାନେ, ଆଜି ତ ସନ୍ଧ୍ୟା ହେଇଗଲାଣି। କାଲି ସକାଳୁ ଆମେ ରାଜମହଲକୁ ଯିବା। ଏପଟେ କାଳୁ କାଉ ଗଛରେ ମଧ୍ୟ ଆପଲ୍ ଫଳି ଯାଇଥାଏ। କାଳୁ କାଉ ଖୁସିରେ ନାଚି ଯାଉଥାଏ। ଆରେ ଆରେ, ମୁଁ କାହିଁ ଏତେ ଖୁସି ହେଇଯାଉଛି?
ଟୁନି ଆଉ ମିଠି ମଧ୍ୟ ଆପୁଲ ଚାଷ କରିଥିବେ। ମୁଁ ଯାଏଁ ଦେଖି ଆସେ ତାଙ୍କର ଆପୁଲ ହୋଇଛି କି ନାହିଁ। ଏହା କହି ସେ ଆଗ ମିଠିର ଜମିକୁ ଯାଏ। ହେଲେ ମିଠି ଶୁଆ ଜମିରେ ଗୋଟେ ବି ଗଛ ନଥାଏ। ଆରେ, ଲାଗୁଛି ମିଠି ବୋଧେ ଆପୁଲ ଚାଷ କରିନି। ଯାହା ହଉ, ମୋ ରାସ୍ତାରୁ ଗୋଟିଏ କଣ୍ଟା ହଟିଗଲା। ଆଉ ଖାଲି ରହିଲା ଟୁନି। ଯାଇ ଦେଖେ ସେ କ'ଣ କରିଛି। ଆରେ, ଟୁନିର ତ ମୋଠୁ ବେଶୀ ଆପୁଲ ଫଳିଛି। ନା ନା, ମୁଁ ଟୁନିକୁ ସ୍ୱର୍ଣ୍ଣ ମୁଦ୍ରା ନେବାର ଦେଖିପାରିବିନି। ମୋତେ କିଛି ଗୋଟେ କରିବାକୁ ପଡ଼ିବ। ଏହା କହି କାଳୁ କାଉ ଟୁନି ଗଛରୁ ସବୁ ଆପୁଲ ତୋଳିଦିଏ ଆଉ ତାକୁ ସବୁ ବସ୍ତାରେ ପୂରେଇ ବଜାରରେ ନେଇ ବିକ୍ରି କରିଦିଏ। ତା ପରଦିନ ସକାଳ ହୁଏ। ଟୁନି ତା ଜମିକୁ ଆସି ଦେଖେ ତା ଗଛରେ ଗୋଟେ ବି ଆପୁଲ ନାହିଁ। ଏହା ଦେଖି ସେ କାନ୍ଦିବାକୁ ଲାଗେ। ଆରେ, ଏ କ'ଣ ହେଲା? ଆମ ଗଛରୁ ସବୁ ଆପୁଲ କୁଆଡେ ଗଲା? ମୁଁ ଏବେ କ'ଣ କରିବି? ମହାରାଜଙ୍କୁ ମୁଁ କି ଉତ୍ତର ଦେବି? ମାମା, ମତେ ଲାଗୁଛି ଆମ ଆପୁଲ ସବୁ କିଏ ଚୋରି କରି ନେଇଯାଇଛି। ତୁମେ ଆଉ କାନ୍ଦନି, ଚାଲ ଆମେ ମହାରାଜଙ୍କ ପାଖକୁ ଯିବା ଆଉ ତାଙ୍କୁ ସବୁ କଥା କହିଦବା। ସେ ଆମକୁ ନିଶ୍ଚୟ କ୍ଷମା କରିଦେବେ। ତାପରେ ସମସ୍ତେ ରାଜମହଲରେ ଉପସ୍ଥିତ ହୋଇଯାଆନ୍ତି। ରାଜକୁମାର, ଏଇ ନିଅ, ମୋ ଆପୁଲ ଖାଅ, ବଢିଆ ମିଠା। ଚିଲ ରାଜକୁମାର କାଳୁ କାଉର ଝୁଡ଼ିରୁ ଗୋଟିଏ ଆପୁଲ ନେଇ ଖାଏ। ଛି ଛି, ଆଥୁ, ଶୁଦ୍ଧ ପାଣିଚିଆ ଆପୁଲ। କାଉ ଅଙ୍କଲ, ମତେ ଏଗୁଡ଼ା ଭଲ ଲାଗୁନି, ନେଇଯାଅ ଏଠୁ। ଆରେ ଟୁନି, ମିଠି ଶୁଆ, ତୁମର ସବୁ ଆପୁଲ କାହିଁ? ମହାରାଜ, କ୍ଷମା କରିବେ। ମୁଁ ମୋ ଜମିରେ ଆପୁଲ ମଞ୍ଜି ବୁଣିଥିଲି, ହେଲେ ଅଧିକ ପାଣି ଦେବା ଯୋଗୁଁ ସବୁ ଗଛ ଉପୁଡ଼ିଗଲା। ଆରେ ଟୁନି, ତୋର କ'ଣ ହେଲା? ମହାରାଜ, ମୋ ଗଛରେ ମଧ୍ୟ ଆପୁଲ ହୋଇଥିଲା, ହେଲେ ତାକୁ ସବୁ କିଏ ଚୋରି କରି ନେଇଗଲା। ଟୁନି, ମିଛ କଥା ଗୁଡ଼ା କାହିଁ କହୁଛୁ? ମତେ ଲାଗୁଛି ତୋ ପିଲାମାନେ ସବୁ ଖାଇ ଦେଇଛନ୍ତି। ତୁମେ ଏମିତି କୁହନି କାଳୁ ଭାଇ, ମୋ ପିଲାମାନେ ଏମିତି କେବେ ବି କରିବେନି। ଶୁଣ ଟୁନି, ତୁ କଥା ଦେଇ କଥା ରଖିନୁ, ସେଥିପାଇଁ ତତେ ଦଣ୍ଡ ମିଳିବ। ମହାରାଜ, ମତେ ଆଉ କିଛି ଦିନ ସମୟ ଦିଅନ୍ତୁ। ମୋ ଗଛରେ ଆଉ ଥରେ ଆପୁଲ ଫଳିଲେ ମୁଁ ଆପଣଙ୍କୁ ନିଶ୍ଚୟ ଆଣିଦେବି। ପାପା, ଟୁନି ଆଣ୍ଟି ଠିକ କହୁଛନ୍ତି, ତାଙ୍କୁ ଆଉ କିଛି ଦିନ ସମୟ ଦିଅ। ଠିକ ଅଛି ରାଜକୁମାର, ତୁମେ କହିଲ ବୋଲି ମୁଁ ତାକୁ ଆଉ କିଛି ଦିନ ସମୟ ଦେଉଛି। ଯା ଟୁନି, ମୁଁ ତତେ ଛାଡ଼ିଦେଲି। ଧନ୍ୟବାଦ ମହାରାଜ। ତାପରେ ସମସ୍ତେ ନିଜ ନିଜର ଘରକୁ ଯାଆନ୍ତି। ରହରେ ଟୁନି, ମୁଁ ତତେ କେବେ ବି ସ୍ୱର୍ଣ୍ଣ ମୁଦ୍ରା ନେବାକୁ ଦେବିନି। ତୋ ଗଛରେ ଆଉ ଥରେ ଆପୁଲ ହେଲେ ମୁଁ ତାକୁ ପୁଣି ଚୋରି କରି ନେଇଯିବି। ଆଉ କିଛି ଦିନ ପରେ ଗଛରେ ତ ନିଶ୍ଚୟ ଆପୁଲ ହେବ, ହେଲେ ସେ ଚୋର ଯଦି ପୁଣି ଚୋରି କରି ନେଇଯିବ, ମହାରାଜ ତ ମୋତେ ନିଶ୍ଚୟ ଶାସ୍ତି ଦେବେ। ମୁଁ ସେ ଚୋରକୁ କେମିତି ଧରିବି ବୁଝିପାରୁନି। ମାମା, ମୁଁ ଶୁଣିଛି ଏ ଜଙ୍ଗଲରେ ଗୋଟିଏ ଚତୁର ବିଲୁଆ ଅଛି। ସେ ଭାରି ବୁଦ୍ଧିମାନ। ଚାଲ ତାଙ୍କ ପାଖକୁ ଯାଇ ଏ ଚୋରକୁ କେମିତି ଧରିବା ତାକୁ ପଚାରିବା। ଏହା କହି ସେମାନେ ସେଇ ବିଲୁଆ ପାଖକୁ ଯାଆନ୍ତି। ବିଲୁଆ ଭାଇ, ତମେ ଘରେ ଅଛ? ଟୁନିର ଡାକ ଶୁଣି ବିଲୁଆ ତା ଗୁମ୍ଫାରୁ ବାହାରି ଆସେ। କ'ଣ କିରେ ଟୁନି, ମତେ କାହିଁ ଡାକିଲୁ? ବିଲୁଆ ଭାଇ, ମୁଁ ଗୋଟିଏ ଅସୁବିଧାରେ ପଡ଼ିଛି, ମତେ ଟିକେ ସାହାଯ୍ୟ କର। ମୋ ଜମିରେ ମୁଁ ଆପୁଲ ଚାଷ କରିଥିଲି, ହେଲେ ତାକୁ ଏକ ଚୋର ସବୁ ଚୋରି କରି ନେଇଯାଉଛି। ମୁଁ କିନ୍ତୁ ତାକୁ ଧରି ପାରୁନି। ଏହା ଶୁଣି ବିଲୁଆ ଟୁନିକୁ ଏକ ବୁଦ୍ଧି ଦିଏ। ଶୁଣ ଟୁନି, ତୋର ଆଉ ଥରେ ଆପୁଲ ଫଳିଲେ ସେଥିରେ ଏକ ଅଠା ଜାଲ ଗୁଡ଼େଇ ଦବୁ। ଯେଉଁ ଚୋର ଆପୁଲ ଚୋରି କରିବାକୁ ଆସିବ ତା ଗୋଡ଼ ନିଶ୍ଚୟ ସେଥିରେ ଛନ୍ଦି ହୋଇଯିବ, ଆଉ ସେ ଚୋର ଧରା ପଡ଼ିଯିବ। ଟୁନି ବିଲୁଆ ଠାରୁ ବୁଦ୍ଧି ନେଇ ଘରକୁ ଆସେ ଆଉ ବଜାରକୁ ଯାଇ ଏକ ଜାଲ କିଣି ଆଣେ।
କିଛି ଦିନ ପରେ ତା ଗଛରେ ଯେମିତି ଛୋଟ ଛୋଟ ଆପୁଲ ଫଳେ, ଟୁନି ସେହି ଜାଲରେ ଅଠା ମାରି ତାକୁ ନେଇ ଆପୁଲ ଗଛରେ ବିଛେଇ ଦିଏ। ସେଦିନ ସନ୍ଧ୍ୟା ହୋଇଯାଇଥାଏ। ଏପଟେ କାଳୁ କାଉ ତା ଘରେ ବସି, ଆରେ ହେଇ, ମୋର ତ ଆଉ ମନେ ନାହିଁ, କିଛି ଦିନ ତ ବିତିଗଲାଣି, ଯାଉଛି ଦେଖେ ଟୁନି ଗଛରେ ଆପୁଲ ଫଳିଛି କି ନାହିଁ। ନହେଲେ ସେ ଆପୁଲ ନେଇ ମହାରାଜାକୁ ଦେଇଦବ ଆଉ ସ୍ୱର୍ଣ୍ଣ ମୁଦ୍ରା ନେଇ ଆସିବ। ଏହା କହି କାଳୁ କାଉ ଟୁନି ଜମିକୁ ଏକ ବସ୍ତା ନେଇ ଯାଏ। ଆଉ ଦେଖେ ବହୁତ ଗୁଡ଼ିଏ ଆପୁଲ ଫଳିଛି। ଅନ୍ଧାର ହୋଇଯାଇଥିବାରୁ ତାକୁ ଖାଲି ଆପୁଲ ଦେଖାଯାଏ, କିନ୍ତୁ ସେଠାରେ ଘୋଡ଼ା ହେଇଥିବା ଜାଲ ଦେଖାଯାଉନଥାଏ। ସେ ଯେମିତି ଆପୁଲ ତୋଳିବାକୁ ଯାଏ, ତା ଗୋଡ଼ ସେ ଜାଲରେ ଛନ୍ଦି ହୋଇଯାଏ। ଆରେ ବଞ୍ଚାଅ, ବଞ୍ଚାଅ ମତେ, ମୋ ଗୋଡ଼କୁ କିଏ କାମୁଡ଼ି ଧରିଛି। ଏମିତି ସାରା ରାତି କାଳୁ କାଉ ସେଠାରେ ଛନ୍ଦି ହୋଇ ରହିଥାଏ। ସକାଳ ହେଲା ପରେ ଟୁନି ଆସି ତାକୁ ଦେଖିଦିଏ। ଆରେ କାଳୁ ଭାଇ, ତାହେଲେ ତମେ ସେଇ ଚୋର? ତୁମେ ଏମିତି କରିବ ବୋଲି ମୁଁ କେବେ ବି ଭାବିନଥିଲି। ଏହା କହି ଟୁନି ରାଜମହଲକୁ ଯାଇ ମହାରାଜାଙ୍କୁ ଡାକି ଆଣେ। ସମସ୍ତେ ସେଠାକୁ ଆସି କାଳୁ କାଉକୁ ଦେଖିଦିଅନ୍ତି। ଦେଖନ୍ତୁ ମହାରାଜ, ସେଦିନ ମୋ ଆପୁଲ ସବୁ ଏଇ କାଳୁ କାଉ ଚୋରି କରିଥିଲା। ପ୍ରମାଣ ନିଜ ଆଖିରେ ଦେଖି ଚିଲ ମହାରାଜ କାଳୁ କାଉକୁ ଦଣ୍ଡ ଦିଅନ୍ତି। ସେନାପତି, ଏ ଦୁଷ୍ଟ କାଳୁ କାଉକୁ ମାଡ଼ ମାରି ଏ ଜଙ୍ଗଲରୁ ବାହାର କରିଦିଅ। ସେନାପତି କାଳୁ କାଉକୁ ମାରି ମାରି ଜଙ୍ଗଲରୁ ବାହାର କରିଦିଏ। ଟୁନି ଆଣ୍ଟି, ମତେ ଗୋଟେ ଆପୁଲ ଦିଅ। ତାପରେ ଟୁନି ତା ଗଛରୁ ଗୋଟିଏ ଆପୁଲ ତୋଳି ରାଜକୁମାରଙ୍କୁ ଖାଇବାକୁ ଦିଏ। ବାଃ, ବଢିଆ ଲାଗୁଛି। ବାପା, ଟୁନି ଆଣ୍ଟିଙ୍କ ଆପୁଲ ତ ବହୁତ ମିଠା। ତୁମେ ତାଙ୍କୁ ହିଁ ସ୍ୱର୍ଣ୍ଣ ମୁଦ୍ରା ଦିଅ। ତାପରେ ମହାରାଜ ଟୁନିକୁ ରାଜମହଲକୁ ନେଇ ତାକୁ ଅନେକ ସ୍ୱର୍ଣ୍ଣ ମୁଦ୍ରା ଦିଅନ୍ତି।